ବଡ ବଡ ଚିଙ୍ଗୁଡି ତ ପ୍ରାୟ ଖିଆ ହଉଛି, କିନ୍ତୁ ଏଇ ଛୋଟ ଚିଙ୍ଗୁଡି ବହୁତ ଦିନ ହେଲାଣି ଖାଇ ନଥିଲି, ତ ସେଥିପାଇଁ ହଜବେଣ୍ଡ କୁ କହିଥିଲି ଟିକେ ଛୋଟ ଛୋଟ ଚିଙ୍ଗୁଡି ମାଛ ନେଇ ଆସ ଭଜା କରିକି ଖାଇବା। ଆଜି ପଖାଳ ଖାଇବାକୁ ଇଚ୍ଛା ନଥିଲା, ତେଣୁ ଗରମ ଭାତ ରାନ୍ଧି ଦେଇଥିଲି। ତେବେ ଚାଲନ୍ତୁ ଦେଖିବା ଆଜି କଣ କଣ ସବୁ ରୋଷେଇ ହେଇଛି। ଫାଷ୍ଟ ଭାତରୁ ଷ୍ଟାର୍ଟ କରୁଛି। ଏଇଟା ଥିଲା ଅରୁଆ ଭାତ, ତା ସହିତ ଆଉ କଣ ହେଇଛି ଚାଲନ୍ତୁ ଦେଖିବା। ତ ଏଇଠି ଥିଲା ସାଇଡ ରେ ହରଡ଼ ଡାଲି, ତ ଏଇଠି ଡାଲି ହେଇଯାଇଛି। ଆଉ ତା ସହିତ ଏଇଠି ହେଇଛି ରାଇତା ହେଇଛି। ରାଇତାରେ ପଡିଛି ପିଆଜ ଆଉ ତା ସହିତ ଧନିଆ ପତ୍ର ଆଉ କଞ୍ଚା ଲଙ୍କା। ତା ସାଇଡ ରେ ହେଇଛି ଟିକେ ଅଣ୍ଡା ଭୁଜିଆ, କାରଣ ଛୁଆ ମାନେ ଚିଙ୍ଗୁଡି ମାଛ ଖାଇବେନି, ତ ସେଥିପାଇଁ ଅଣ୍ଡା ଭୁଜିଆ ହେଇଛି। ଏଇଠି ହେଇଛି ଟିକେ ବାଇଗଣକୁ ଛୋଟ ଛୋଟ କରି କାଟିକି ଟିକେ ଭାଜି ଦେଇଛି, ଫାଳ ଫାଳ କରିକି, ଗୋଟା ଭଜା ହେଇନି। ତ ବାଇଗଣ ଭଜା, ଆଉ ତା ସହିତ ରହିଲା ସାଇଡ ରେ ଏଇଟା ହଉଛି କଲରା ଆଉ ଆଳୁ ଭଜା ହେଇଛି, କଲରା ଆଳୁ ଭଜା। ଆଉ ସଭା ଶେଷରେ ହଉଛି ମୋର ସବୁଠାରୁ ପ୍ରିୟ ଆଇଟମ ହଉଛି ଚିଙ୍ଗୁଡି ଭଜା, ତା ସହିତ ରସୁଣ କଞ୍ଚା ଲଙ୍କା ଛେଚା ଆଉ ଟିକେ କଟା ପିଆଜ ରଖିଛି ସାଇଡ ରେ, ଯୋଉଟା କି ମୁଁ ଗୋଳେଇକି ତା ଦେହରେ ଖାଇବି। ଆଉ ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଏମିତି କିଛି ଥିଲା ଆଜିର ଲଞ୍ଚ ଥାଳି। ଭିଡିଓ ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର